जय जगन्नाथ। आज छुआ आलोचना करवा सतरे कौन 7 दिन रात्रि हेब यहाँ तो आम आगुरी आलोचना करते ये क्वेश्चन टा आमको बोधे 12-14 जन फोन कर पचारे बुझ भाई मानू आम यही कैमेरा माध्यम कहूँ वीडियो माध्यम हाँ 7 दिन निश्चिंत राति हो कहीं कहूँ दीटा मत सत्य राति होता त्रेतयार राति होता द्वापर राति होता कली राति हम यहाँ असंभव कथा अब आम जो कहूँ महापुरुष बाणी की आम कौन कर गवेषणा मुक्तक आम कहूँ आम जो गवेषणा करुचु देखुचु से अंक को जो देखुचु मास दिन बार तिथि सब जा कौन हो मिसी जादी एगुड़ा सब मिसी जाऊँ 600 वर्ष तलर लेखा जो मिसी जाऊँ अंक गुड़िक न घटव कहीं हाँ कि नहीं से आमर दृढ़ विश्वास अच्युतर पद तले बाणी निश्चिंत अक्षर अक्षरे सत्यतार परिणत हो बुझे 7 दिन निश्चिंत राति हो अनेक एपिसोड आम 7 दिन राति पर आलोचना करें महापुरुष 3 थर लिखिं गोटे 52 अंक गोटे 55 अंक गोटे 58 अंक 52 अंकटा हूँ गोलयुद्ध वातावरण जमी कोरोना समय जमी कोकुआ भय सृष्टि होगा ताठू भयंकर गोटे कौन घट 52 अंक युद्धर भी शिकार है एवं 55 अंकटा वास्तव मतरे कौन हम 7 दिन अंधार घट महापुरुष से कहले न रहिब बन्ही तेज भानु उदे नाही बुधंकर पिता आकाशर जे नउनी न मिलिब फलमूल अन्न आदि जानी जान म्लेच्छ शत शत गुण होइबे निधन न रहिब बन्ही तेज माने सूर्यंकर तेज भानु उदे नहीं माने सूर्य देखा देवे ना बुधंकर पिता आकाशर जे नउनी सूर्य चंद्र आकाश रे देखा देवे ना महापुरुष एक कथा खोलिकी कौन कर लिखिं ताहले कौन हम निश्चिंत अंधार घटो कहीं तुम देख तृतीय जो चली आम जा लक्ष्मण शक्तिभेद होती ना याडे कौन हो सत्यवान और सावित्री सत्यवान कौन हो जमकू तो सत्यवान को धरी नहीं जाइए राति पाइले यदि दिन हो सत्यवान बंचो ना याडे लक्ष्मण शक्तिभेद होती हनुमान जदि दिन हो विशल्य करणी जदि गंधमार्दन पर्वत सह नहीं आसो ताले हनुमान लक्ष्मण जी आउ कौन हो बची पारे ना ठीक गोटे समय से आम कहती नहीं ना न पाऊ राति न मरुपति 7 राति हो 1 राति कहती नहीं ना केतବେଳେ घटीदेला सेमती आगो को यही भाव गोटे घटो महापुरुष एठी कहले सूर्य और चंद्र देखा देवे ना पूरा घोर अंधार मई केबे घट बुझी से कहले
ବସୁ ସାଲ ରେବବିଂଶ ଅଙ୍କ ଯେ ପ୍ରମାଣ ସପ୍ତ ଦିନ ଅନ୍ଧକାର ଘୋଟି ବଟି ପୁଣ ମୀନ କୃଷ୍ଣ ଚତୁର୍ଦଶୀ ଶୁକ୍ର ଯେ ବାରରେ ଅନ୍ଧକାର ଘୋଟିଯିବ ମହିମଣ୍ଡଳରେ। ବସୁ ବୋଲନ୍ତି କେତେ 8 ରେବ ହେଲା 27 ବିଂଶ ହେଲା 20 ମିଶି କେତେ ହେଲା 55। ବା ଠାକୁରଙ୍କର ଯେତେବେଳେ 55 ଅଙ୍କ ହବ ଯଥା ଠାକୁରଙ୍କୁ ଯେତେବେଳେ 55 ବର୍ଷ ହବ ସେଇ ସମୟରେ ମୀନ କୃଷ୍ଣ ଚତୁର୍ଦଶୀ ଶୁକ୍ରବାର ପଡୁଛି। ପ୍ରଭୁ ବୁଝଟି ଯଦି ପଡୁଛି ଅନ୍ଧକାର ଘୋଟିଯିବ ମହିମଣ୍ଡଳରେ। ମହାପୁରୁଷ କହୁଛନ୍ତି ନିଶ୍ଚିନ୍ତ ଅନ୍ଧକାର ଘୋଟିଯିବ। ଯଦି ଅଙ୍କ ଠିକ ବର୍ଷ ଠିକ ରହିଲା ମାସ ଠିକ ରହିଲା ତିଥି ଠିକ ରହିଲା ବାର ଯଦି ଠିକ ରହିଲା ତାହେଲେ ନ ଘଟିବ କାହିଁକି? ଅସମ୍ଭବ କଣ ନା ନାଇଁ ସେ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ। ସେ ଯୋଉ ଭାଇ ଆମକୁ ବାରମ୍ବାର ପଚାରିଥିଲେ ସତରେ କଣ 7 ଦିନ ରାତି ହବ? ନିଶ୍ଚିନ୍ତ ହବ। ଆଉ ସେତେବେଳକୁ ଭାବିଲା ବେଳକୁ ଆଉ ଦିନ ନଥିବ। ବେଳଟା ଖୁବ ନିକଟ ଆଉ ଖୁବ କମ ଦିନ ଭିତରେ ମହାପୁରୁଷଙ୍କ ଭାଷାରେ ଠାକୁରଙ୍କର ଅମରାରୀପୁରରେ ମଧ୍ୟ ଲୀଳା ପ୍ରକଟ ହବ। ଆଉ ମାଳିକା ଗବେଷଣା ଏ ଭାରି କଷ୍ଟସାଧ୍ୟ। ବର୍ତ୍ତମାନ ତମେ କଣ କରୁଛ ମାଳିକାକୁ ଆମେ ସିଧା ଭାବରେ ସମସ୍ତେ ଗୋଟେ ଧରି ନେଇଛନ୍ତି। ହଁ କି ନାହିଁ? ମହାପୁରୁଷ ଯେତେ ଗୁଡ଼ିଏ ଶାସ୍ତ୍ର ନେଇଛନ୍ତି ସବୁଠାରୁ ମନେ ରଖିଥାଅ ତାଙ୍କର ମୁଖ୍ୟ ଶାସ୍ତ୍ର ହେଉଛି ଶିବକଳ୍ପ ଆଉ ନବଘଣ୍ଟ ନିର୍ଘଣ୍ଟ। ଆଉ ଦ୍ୱିତୀୟ ହେଲା ସେ ତାଙ୍କର ସେଇଟା ହେଉଛି କଣ ଲକ୍ଷ୍ମୀଧର ବିଳାସ। ତାଙ୍କର ଲୀଳା ଖେଳାଟାକୁ ମୁଖ୍ୟତଃ ଲକ୍ଷ୍ମୀଧର ବିଳାସ ଲେଖିଲେ। ଆଉ କଳିର ଉତ୍ଥାନ ପତନର ସମୟଟାକୁ ମୁଖ୍ୟତଃ ରଖିଦେଲେ କୋଉଠି ନବଘଣ୍ଟ ନିର୍ଘଣ୍ଟ ବା ଶିବକଳ୍ପରେ। ଗୋଟେ ଭଲ କଥା କହି ମନେ ରଖିଥାଅ ଶିବକଳ୍ପ ଶାସ୍ତ୍ରରେ 3 ପୃଷ୍ଠାରେ ପ୍ରଥମ ନିର୍ଘଣ୍ଟରେ ମହାପୁରୁଷ ଗୋଟେ ଲେଖିଛନ୍ତି। ତ୍ରେତୟା ଯୁଗରେ ସୁଗ୍ରୀବର କପି ମୈତ୍ରଜେ ରାମଙ୍କର ତାଙ୍କ ବିର୍ଜୁଜାତ ଲବ ନାମ ଖ୍ୟାତ ସୂତା ସୀତା ସତୀଙ୍କର। ଏଇଟା ସମ୍ଭବ? ଲବକୁଶ କାହା ପୁଅ? ରାମଙ୍କ ପୁଅ। ହଁ କି ନାହିଁ? କିନ୍ତୁ ଏଠି ଅଚ୍ୟୁତ ଲେଖିଲେ ତାଙ୍କର ଶିବକଳ୍ପ ଶାସ୍ତ୍ରରେ ତ୍ରେତୟା ଯୁଗରେ ସୁଗ୍ରୀବର କପି ମୈତ୍ରଜେ ରାମଙ୍କର। ତ୍ରେତୟା ଯୁଗରେ ରାମଚନ୍ଦ୍ରଙ୍କର ମୈତ୍ର କିଏ? ସେ ନା ସୁଗ୍ରୀବ। ତାଙ୍କ ବିର୍ଜୁ ଜାତ ଲବ ନାମ ଖ୍ୟାତ ମାନେ ସୁଗ୍ରୀବର ବୀର୍ଯ୍ୟରୁ ଜାତ କିଏ? ସେ ଲବ। ସୂତା ସୀତା ସତୀଙ୍କର। ସୀତାଙ୍କର ଠାରୁ ଇଏ ଯାହା କହୁଛି କିଏ? ସେ ଆମେ ମନକୁ କହୁନୁ, ଏଟା ଆମ ଦୋଷ ନୁହଁ। ଯାହା ନବଘଣ୍ଟ ନିର୍ଘଣ୍ଟ ଶିବକଳ୍ପରେ ଲେଖିଛନ୍ତି ପ୍ରଥମ ନିର୍ଘଣ୍ଟରେ ସୁଗ୍ରୀବଙ୍କର ପୁଅ ହଉଛନ୍ତି କିଏ? ସେ ଲବ। ସେ ସୀତାଙ୍କ ଠାରୁ ଜନ୍ମ ହବ। ଏଟା କେମିତି ସମ୍ଭବ? ସ୍ୱୟଂ ମା ଜଗଦ୍ଧାତ୍ରୀ ଯିଏ ସୀତା ଦେବୀ ଏବଂ ସ୍ୱୟଂ ପୁରୁଷ ରାମଚନ୍ଦ୍ର ମହାପୁରୁଷ ଅଚ୍ୟୁତ ଯିଏ ଭବିଷ୍ୟତବାଣୀ କଲେ
600 ବର୍ଷ ଆଗରୁ ଇଏ ସ୍ୱୟଂ ତାଙ୍କର ଜନ୍ମ ଜନ୍ମାନ୍ତର କଥା ଜାଣିଛନ୍ତି। ସେ କାହିଁକି ଏ ପଦଟା ଲେଖିଲେ? ଠିକ ନା ଭୁଲ? ଆର ମର୍ମ କ'ଣ? ସେ ସୁଗ୍ରୀବ କିଏ? ସେ ଲବକୁଶ କିଏ? ସେ ସୀତା ଦେବୀ କିଏ? ତା ନାଁ ହଉଛି ଭବିଷ୍ୟତ ମାଳିକା ଏବଂ ଅଚ୍ୟୁତ ବାଣୀ। ଇଏ ନୁହଁ ଆଇମା କାହାଣୀ। ବୁଝିହଉଛି? ସେ ଅଚ୍ୟୁତ ବାଣୀ, ଇଏ ନୁହଁ ଆଇମା କାହାଣୀ। ମାଳିକା ଶାସ୍ତ୍ର ଏମିତି ଅନେକ ପଦ ମଧ୍ୟ ମହାପୁରୁଷଙ୍କର ଅଛି, ବୁଝିବା ବହୁତ କଷ୍ଟ ସାଧ୍ୟ। ବୁଝିହେଉଛି? ତେଣୁ ସେ ଯାହା ହେଉଛି ହଉ, 55 ଅଙ୍କରେ 7 ଦିନ ଅନ୍ଧାର ଘଟିବ ବୋଲି ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ଆମମାନଙ୍କୁ ବାରମ୍ବାର ଚେତନା ଦେଇଛନ୍ତି। ଏବଂ ପଚାରିଥିବା ଭାଇମାନେ ଯେଉଁ ଫୋନ୍ କରିବେ ତାଙ୍କୁ ମଧ୍ୟ ଆମେ ଧନ୍ୟବାଦ ଦେଉଛୁ। ସେ ଜଗନ୍ନାଥଙ୍କର ମଙ୍ଗଳ କାମନା କରନ୍ତୁ। ଏବଂ ସେ ମା ଅଞ୍ଜନା ଦେବୀ ଏବଂ ସେ ବଜରଙ୍ଗବାଲି, ସେ ସୀତା ଦେବୀ, ଲକ୍ଷ୍ମୀ ନାରାୟଣ ସ୍ୱରୂପ ସ୍ୱୟଂ ରାମ ଲକ୍ଷ୍ମଣ ମା ଜଗଦ୍ଧାତ୍ରୀ ପରମ ବୈଷ୍ଣବୀ ସୀତାଙ୍କର ପଦକମଳ ମୋର କୋଟି କୋଟି ଶରଣ। ସେଇ ମହାମୟୀ ସେଇ ଦଶରଥ ତନୟ ସର୍ବସ୍ମିନ କାଳ ସମସ୍ତଙ୍କର ମଙ୍ଗଳ ବିଧାନ କରନ୍ତୁ। ଭକ୍ତମାନଙ୍କର ଆତ୍ମାର ଚେତନା ଜାଗ୍ରତ କରନ୍ତୁ। ବୋଲ ଆନନ୍ଦେ କବାଳ ହରି ବୋଲ।